ବଳିଦତ୍ତ କହିଲା ଶ୍ୟାମବାବୁଙ୍କୁ, ଓଃ ସାହେବ କି କଲଚର୍ଡ! ଆଶ୍ଚର୍ଯ୍ୟ। ଫାଇଲ ନେଇ କୋଠିକି ଯାଇଥିଲି। ଭିତରକୁ ଡାକି ନେଇ କହିଲେ, ବସନ୍ତୁ। କଥା ଅତି ଧୀର, ମୁହଁ ହସ ହସ। ଜରୁର ଦରକାର ପଡ଼ିବାରୁ ଭିତରକୁ ଗଲେ। କହିଦେଇ ଗଲେ, ଦୟାକରି ଟିକିଏ ବସିଥାନ୍ତୁ। ଆଉ ଇତିମଧ୍ୟରେ ଘରଯାକ ବୁଲି ଆଖି ଖେଳାଇ ପାରନ୍ତି। ଥାଇପାରେ କିଛି ଯାହା ଆପଣଙ୍କୁ ଆମୋଦ ଦେବ। ଓଃ କି ମିଠା ବ୍ୟବହାର! କି ନମା ମୋର ତ ମୁଣ୍ଡ ନଇଁ ଯାଉଥାଏ। ସମ୍ଭବତଃ ଝାଡ଼ା ଯିବାକୁ ଗଲେ। ତା ବୋଲି ମଣିଷ ଏମିତି ବିନୟରେ କହେ। ଭାବିଲି ଆଦେଶ ପାଳିବା ଉଚିତ। ଘରଯାକ ବୁଲିଲି ଆଖି ଖେଳେଇ ଖେଳେଇ। ସେ ତ ସ୍ୱପ୍ନରାଜ୍ୟ। କ'ଣ କହିବି? ଏଡ଼େ ମୋଟା ଜିକିଜିକି ବହି ମଣିଷ ଜନ୍ମରେ ଦେଖିନାହିଁ। ଥାକକୁ ଥାକ, କାନ୍ଥଯାକ ଛବି। ସେ ସବୁ ଉଚ୍ଚଶିଳ୍ପ। ଛେନା ବୁଝନ୍ତି ମୁଁ। ବୋଧେ ସାହେବ ଛବି ବି ଆଙ୍କେ। ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା ଦେଖିଲି ଅସଂଖ୍ୟ ମାଟିଗଢ଼ା କାରିଗରୀ ମୂର୍ତ୍ତି। ସେ ତ ପ୍ରଦର୍ଶନୀ। ଆଉ କି ମୂର୍ତ୍ତି ଜାଣନ୍ତି? ତହିଁରେ ଅଛନ୍ତି ସାଧାରଣ ମଳିମୁଣ୍ଡିଆ ମଣିଷ, ବାଡ଼ି ଧରି ଅନ୍ଧ, ଥାଳ ଧରି ଭିକାରୀ। ଓଃ କି ହୃଦୟ! ଆଜ୍ଞା କି ହୃଦୟ! ଶ୍ୟାମବାବୁ ଛାଡ଼ିଲେ ଦୀର୍ଘଶ୍ୱାସ। କହିଲେ, ଦାନାପାଣିର ଅଡ଼ୁଆ ନ ଥିଲେ ମଣିଷ ସଉକ କରିପାରେ। ମୋର ଆଶା ଥିଲା କ୍ରିକେଟରେ ନାଁ କରିଥାନ୍ତି। ଦେଖିଥାନ୍ତି ଥରେ ଅଷ୍ଟ୍ରେଲିଆ। କ'ଣ ମିଛ ଭାବୁଛନ୍ତି? ନାଁ ଥିଲା ତ ଶୁଣିଥିବେ ସେତେବେଳେ। ସେଦିନ ଆଉ ଆଜି। ହେଲା ନାହିଁ ଆଜ୍ଞା, ହେଲା ନାହିଁ। ଅଇଛା କୁମ୍ପାନୀ କାମ। ହେ ଆପଣ ପଏଣ୍ଟଟା ମିସ୍ କଲେ। ମାନେ ବିନ୍ଦୁଟା ଭାଁ ବୁଝିଲେ? ବିନ୍ଦୁଟା କ'ଣ? ଶ୍ୟାମବାବୁ ହାଇ ମାରୁଛନ୍ତି। ମୁଁ ବୁଝେ ନାହିଁ ଏ ସବୁ ଜଟିଳ କଥା ବଳିଦତ୍ତ ବାବୁ। ବିଶ୍ଳେଷଣ କି ବୟାନ ଶୁଣିଲେ ମୁଣ୍ଡ ବଥାଏ। ମୁଁ କହେ କ'ଣ କି ଯଦି ଖୁସାମତ କରିବ ତେବେ ସବୁବେଳେ ଖୁସାମତ ତ୍ରୁଡ଼ମ୍। ମାନେ ଧର ଭିଡ଼ିକି, ଲଗାଅ ତେଲ, ଦେଖାଅ ବାହାବଳ। ଆଉ ଏ ସବୁ ଗୁଁ ପୁଁରୁ କ'ଣ ମିଳିବ ବାପା? ଆମେ ବିଶ୍ୱାସ କରୁନାହିଁ। ସେ ସବୁ ନେପଥ୍ୟେ ମୃତ ସୈନିକର ଅର୍ଦ୍ଧୋକ୍ତି ହାହାକାରରେ। କରିବ ତ କର, ପ୍ରକାଶ୍ୟରେ କୋଳାହଳ। ହେଇଲ୍ ଶର୍ମା! ଆହା, ଆପଣ ବୁଝିଲେ ଓଲଟା। ଏ ଖୁସାମତ ନୁହେଁ ଆଜ୍ଞା, ନିରାଟ ସତ୍ୟ। ସାହେବ ଆର୍ଟିଷ୍ଟ, ସାହେବ ହୃଦୟବାନ। କାନ କନ୍କନ୍ କଲାଣି ଗୋପାଳ ବାବୁଙ୍କର। ଫାଇଲ ଯାକି ଅପେକ୍ଷା କରିଥିଲେ। ସାହେବ ଆର୍ଟିଷ୍ଟ! ଲଙ୍କାରେ ହରିଶବ୍ଦ। ସତେ କ'ଣ ସାହେବ ଆର୍ଟିଷ୍ଟ? ସେ ବୁଝିବ? ଅତୀତରେ ଜାବ ପଡ଼ିଥିବା ମୁଦା କବାଟ ଅଳ୍ପକେ ଫାଙ୍କ ହୁଏ। ନା, କବ୍ଜାରେ ମୁରୁଚା ପଡ଼ିଛି। ସେ ଫିଟେ ନାହିଁ। ତନ୍ମୟ ହୋଇ ବଳିଦତ୍ତ ମୁହଁକୁ ଚାହିଁ ରହିଛନ୍ତି ଗୋପାଳବାବୁ। ଗୋଲ ମୁହଁର ଫାଳେ ଗାଲ ଝୁଲିଛି। ଆବୁ ସେପାଖେ ପାନ। ସେ ସ୍ଥିର। ସିଗାରେଟଟାଏ ଖୋଳରୁ ଟାଣି ନେଇ ସିଗାରେଟ ଖୋଳକୁ ଟେବୁଲ ଆରପଟକୁ ଶ୍ୟାମବାବୁଙ୍କ ଆଡ଼କୁ ଫୋପାଡ଼ି ଦେଇ ଦିଆସିଲି ହାତରେ ଧରି ବଳିଦତ୍ତ କହିଗଲା, ସାହେବ ଛବି ବୁଝେ। ଭର୍ତ୍ତି ହୋଇଛି ଛବି। ବୁଝେ କାରୁକାର୍ଯ୍ୟ, ଶିଳ୍ପ। ସେଡ଼ିକି ଉଞ୍ଚ ମନ ନ ହେଲେ କାମକାର୍ଯ୍ୟ ମଝିରେ ମଣିଷ ଏ ସବୁରେ ମାତେ ନାହିଁ। ବେହେରା କ'ଣ କହିଲା ଜାଣନ୍ତି? ସାହେବ ସିତାର ବଜାଏ। ସିତାର? ଚାଉଁ କଲା ଗୋପାଳବାବୁଙ୍କ ଛାତି। ସେ ବି ତ ତୁନି ପଡ଼ି ରି ସିତାର, ମୀରା କି ହୃଦୟ କି। ସିତାର କଥା କହି ବଳିଦତ୍ତ ବିଜୟ ହାସଲ କଲାପରି ଗର୍ବ ଉଲ୍ଲାସରେ ଚାହିଁ ରହିଛି ଶ୍ୟାମବାବୁଙ୍କ ମୁହଁକୁ। ତାର ଚାହାଣି ସତେକି କହିଯାଉଛି, ଇଡ଼ିଅଟ୍!
କ'ଣଟା ବୁଝ ତୁମେ? ହେଇ ଦେଖ, ସିଆଡ଼କୁ ଭସ୍ ଭସ୍ ସିଗାରେଟ୍ ଧୂଆଁ ଛାଡ଼ୁଛି। ଚାହିଁ ରହିଛି। ଶ୍ୟାମବାବୁ ନିବିଷ୍ଟ ମନରେ ଧ୍ୟାନ ଲଗାଇଛନ୍ତି ସିଗାରେଟ୍ ଖୋଳର ଛପା ଅକ୍ଷର ଉପରେ। ଓଲଟେଇ ପଲଟେଇ ବାରମ୍ବାର ପଢ଼ି ଲାଗିଛନ୍ତି ତାର ଖୋଳକୁ। ଗୋପାଳବାବୁ ଭାବୁଛନ୍ତି, ସେ ବହୁଦିନ ତଳର କଥା। ସେତେବେଳେ ଗୋପାଳବାବୁ ଛବି ଆଙ୍କୁଥିଲେ, ସିତାର ଶିଖୁଥିଲେ। କେହି ଶିଖେଇ ନାହିଁ, କେହି ଆର୍ଟ ପଢ଼େଇ ନାହିଁ, ତଥାପି ସେ ଛବି ଆଙ୍କୁଥିଲେ। ପିଲାଦିନେ ବାଇଗଣଟାଏ ଫୁଲଟାଏରୁ ଆରମ୍ଭ କରି ଘରର ଦୃଶ୍ୟ, ଗାଁ, ପୋଖରୀ କୂଳରେ ବରଗଛ ଉହାଡ଼ରେ ସଞ୍ଜ, ବାଛୁରୀ ଧାଇଁ ଯାଉଛି ମା ପାଖକୁ, ଦୁଇ ଗାରଡ଼ ଲଢ଼େଇ, ଜାତି ଜାତିକା ମଣିଷର ଭଙ୍ଗୀ। କ୍ରମେ ମଡେଲ ଖୋଜି ଖୋଜି ଛବି ଅଙ୍କା। ଅଦ୍ୟାପି କାଚବନ୍ଧା ହୋଇ ପିଲାଙ୍କ ଦାଉରୁ ବର୍ତ୍ତି କେତେ ଖଣ୍ଡି ଅଛି। ଆପଣା ସ୍ତ୍ରୀର ବିଭିନ୍ନ ଅବସ୍ଥାର ଛବି କେତୋଟି। ବେଶଭୂଷା ହୋଇ, ହସ ହସ ହୋଇ ପାନ ହାତରେ, ସାନ ଖଣ୍ଡେ ପିନ୍ଧି, ଫୁରୁଫୁରୁ ମୁଣ୍ଡ ହୋଇ ପନିକି ଉପରେ ବସି ପରିବା କାଟିଲା ବେଳେ, ତାପରେ ପାଣି ଢାଳି ହେଲା ବେଳେ, କରରେ ଅଦ୍ୟାପି ଛୋଟ ଛୋଟ କରି ଚୀନା ଅକ୍ଷର ଢପରେ ଲେଖା ନିଜର ନାଁର ଆଦ୍ୟ ଅକ୍ଷର ତିନୋଟି। କରରେ ଅଦ୍ୟାପି ଛୋଟ ଛୋଟ କରି ଚୀନା ଅକ୍ଷର ଢପରେ ଲେଖା ନିଜ ନାଁର ଆଦ୍ୟ ଅକ୍ଷର ତିନୋଟି, ଗୋ, କୃ, ମି। ଆଉ ନାହିଁ। ଆର୍ଟ ଉଜୁଡ଼ି ଯାଉଛି। ଶେଷର ଛବି ଚେଷ୍ଟା କରା ହୋଇଥିଲା। ସ୍ତ୍ରୀ ବିଚରା ରାଗରେ ଗାଳି ଦେଇ ଆଁ କରି ଛାଞ୍ଚୁଣି ଧରି ଗୋଟିଏ ଛୁଆକୁ ବାଡ଼େଇବାକୁ ଗଲାବେଳେ। ବହୁଦିନ ତଳେ ସେତେବେଳେ ମୋଟେ 4ଟି ଛୁଆ ଥିଲେ। ଖାଲି ସ୍କେଚ୍ ହୋଇ ରହିଛି। ସେ ଘୋଷଣା କରିଥିଲେ, ଏପରି ହେଲେ ମୁଁ କନିଆର ମଞ୍ଜି। ସେହିପରି ସିତାର, ଦିଓଳି ଓସ୍ତାଦଜୀଙ୍କ ବସାକୁ ଦୌଡ଼ା। ସେହିପରି ସିତାର, ଦିଓଳି ଓସ୍ତାଦଜୀଙ୍କ ବସାକୁ ଦୌଡ଼ା। ତାର ବି ଦିନ ସରିଛି। ଆଜି ହୁଏତ ମିଳିଛି ଜଣେ ସାହେବ, ଯେ ସତରେ ଆର୍ଟର ସମଜଦାର, ଯେ ସତରେ ଆର୍ଟର ସମଜଦାର। ପ୍ରକୃତରେ ଯେତେବେଳେ କଳାର ଚର୍ଚ୍ଚା କରୁଥିଲେ, ଛବି ଆଙ୍କୁଥିଲେ, ସିତାର ଟୁଙ୍ଗ ଟାଙ୍ଗ କରୁଥିଲେ, ସେତେବେଳେ ସେ ଖୋଜି ନଥିଲେ ଲୋକେ ଜାଣନ୍ତୁ, ଲୋକେ ପ୍ରଶଂସା କରନ୍ତୁ। ସେତେବେଳେ ସାଧନା ଥିଲା ଅଛପା, ଖାଲି ନିଜର ସଉକ, ନିଜର ଆନନ୍ଦ। ସେତେବେଳେ ସାଧନା ଥିଲା ଅଛପା, ଖାଲି ନିଜର ସଉକ, ନିଜର ଆନନ୍ଦ। ସାଧନା ଥିଲା ନିଶା। ସେଥିପାଇଁ କେତେ ସମୟ ବିତିଛି। କ୍ଷୟର ହେବାଠୁଁ ବଜାର ସଉଦା କରିବା ଯାକେ କେତେ ଜରୁରୀ କାମ ଭୁଲିବାକୁ ହୋଇଛି। ତ୍ୟାଗ ଦେବାକୁ ପଡ଼ିଛି ଘରୋଇ କ୍ଷତି ସହି। ସେ କ୍ଷତିର ହିସାବ ନଥିଲା। ଆନନ୍ଦର ଉନ୍ମାଦନାରେ ପୂରି ଉଠୁଥିଲା କ୍ଳାନ୍ତ ଅବଶ ଦେହ। କାମ ଚାଲିଥିଲା। ମନ ଖୋଜି ନାହିଁ ପରର ପ୍ରଶଂସା। କିନ୍ତୁ ଯେଉଁଦିନୁ ଅଭ୍ୟାସ ଛାଡ଼ିଲାଣି, ସୃଜନୀ ଶକ୍ତିରେ ବନ୍ଧ୍ୟାତ୍ୱ ଘଟିଲାଣି, ଆପଣା ଭିତରର ଶିଳ୍ପୀ ବ୍ୟକ୍ତିତ୍ୱ ଗଲାଣି ମରି ହଜି। ସେଦିନୁ ଇଚ୍ଛା ହେଲାଣି ଜଣେ କେହି ଚିହ୍ନନ୍ତା ଯଦି ପ୍ରଶଂସା କରନ୍ତା, ମୁରୁକୁଟି ଯାଇଥିବା ନୂଆ ଅଶିଳ୍ପୀ ବ୍ୟକ୍ତିତ୍ୱ ଅତୀତର ଶିଳ୍ପପଣକୁ ବିକିବନ୍ଧା ଦେଇ ଲାଭ ଉଠେଇବାକୁ ଚାହେଁ। ଅଥଚ ଦୁନିଆ ମୂଲ ଦିଏ ନାହିଁ। ପ୍ରତୀକ୍ଷା କରି ଦିନ ପରେ ଦିନ ସରିଯାଇଛି, କେହି ପଚାରି ଆସିନାହିଁ ଶିଳ୍ପୀ ଗୋ କୃ ମି କିଏ? ଭଲ ଆଙ୍କୁଥିଲେ। ତାପରେ ସେ ପ୍ରତୀକ୍ଷା ବି ନିଭି ଆସିଥିଲା। ହଠାତ୍ ଆଜି ଝାଳେଇ ଝାଳେଇ ତରତର ଭାବି
ଫାଇଲ କାଖେଇ ଠିଆ ହୋଇଛନ୍ତି ଗୋପାଳ ବାବୁ। ଇଚ୍ଛା ହେଉଛି କହନ୍ତେ ପଦେ। ଏତିକିବେଳେ ରଣଜିତ ବାବୁ ଆସି ପହଞ୍ଚିଲେ। ହୋ ହା, ବସନ୍ତୁ ବସନ୍ତୁ। ଆଚ୍ଛା ଯାଉନ୍ତୁ ଗୋପାଳ ବାବୁ, ଟିକିଏ ପରେ ଆସିବେ। ଆରେ ଆପଣ ବସିଲେ ନାହିଁ? ପଡ଼ିଥିଲା ଆମର ଶର୍ମା ସାହେବଙ୍କ କଥା। ପଡ଼ିଥିଲା ଆମର ଶର୍ମା ସାହେବଙ୍କ କଥା। ରଣଜିତ ବାବୁ ପାଇପ୍ କାମୁଡ଼ି ବାହା ଛକି ଦେଇ ଠିଆ ହୋଇଛନ୍ତି। ଶର୍ମା ନାଁ ଶୁଣି ଆଖି ଉଜ୍ଜଳ ହୋଇଗଲା, ମୁହଁରେ ହସ ଉଛୁଳିଲା। ଠିଆ ହୋଇ କହିଲେ, ବଡ଼ ବଡ଼ ଲୋକଙ୍କ ବିଷୟରେ ଆଲୋଚନା କ'ଣ ଏମିତି ପଦେକେ ହୁଏ? ନା ନା, ଶୁଣାଯାଉ ଆପଣଙ୍କ ମତ। ଶ୍ୟାମବାବୁ ଅଡ଼ି ବସିଲେ। ମୋଷ୍ଟ ସ୍ପୋର୍ଟିଂ ସଟ୍, ରଣଜିତ ବାବୁ କହିଲେ। ମୋଷ୍ଟ ସ୍ପୋର୍ଟିଂ ସଟ୍, ରଣଜିତ ବାବୁ କହିଲେ। ତାପରେ ଚୌକିରେ ବସିପଡ଼ି ଦୀର୍ଘ ଦମେ। କିଛି ସମୟ ରଣଜିତ ବାବୁଙ୍କୁ ଚାହିଁ ସମସ୍ତିଙ୍କର ଶର୍ମା ସାହେବଙ୍କ ବିଷୟରେ ମୌନ ସ୍ମରଣ, ତାପରେ କୀର୍ତ୍ତନ ଆରମ୍ଭ ହେଲା। ରଣଜିତ ବାବୁ କହିଲେ, ଅତି ଆଶ୍ଚର୍ଯ୍ୟ ଲୋକ ସେ, ଅତି ଆଶ୍ଚର୍ଯ୍ୟ ଲୋକ ସେ। ହେଇ ତ ତାଙ୍କ ସଙ୍ଗେ ଶିକାର କରି ଯାଇଥିଲି। ଆଜି ସକାଳେ ଫେରୁଛି। ବଳିଦତ୍ତ ଚିତ୍କାର କଲା। ସତେ? ତା ଆଖିରେ ଆଗ ଆଶ୍ଚର୍ଯ୍ୟ ଏଇ ରଣଜିତ ବାବୁ ନୂଆ ସାହେବ ପାଦ ନ ପକାଉଣୁ ଯେ ତାଙ୍କୁ କବଳିତ କରି ତାଙ୍କ ସଙ୍ଗରେ ଶିକାରରେ ଯାଇପାରେ। ଶିକାର? ଶ୍ୟାମବାବୁ ପାଟି କଲେ। ମୋତେ ଟିକିଏ କହିଲେ ନାହିଁ? ମାନେ ମୋ ଇଲାକାରେ ଯେଉଁଠି ଆମର ମାଇନିଂର ବନ୍ଦୋବସ୍ତ ହେଉଛି, ସୁନ୍ଦର ଜଙ୍ଗଲ, ବହୁତ ଜନ୍ତୁ, ଲୋକ ବି ପଞ୍ଜା ଆମ ହାତରେ ସବୁ ସୁବିଧା କରିଦେଇଥାନ୍ତି। କିଛି ଜଙ୍ଗଲୀ ନାଚର ବି ବ୍ୟବସ୍ଥା। ଆଃ, କହିଥାନ୍ତେ ଯଦି ଟିକିଏ। ଆପଣଙ୍କ ଇଲାକାକୁ ନୁହେଁ ସାହେବ ଗଲେ ଚଢ଼େଇ ମାରି, ନାଲି ମୁଣ୍ଡିଆ ହଂସ ଆଉ ହାବୁଡ଼େ ପଡ଼ିଲେ ସ୍ନାଇପ୍ କିଛି। ଏଇ ଥିଲା ଉଦ୍ଦେଶ୍ୟ। କିନ୍ତୁ ପ୍ରଧାନ କାମ ହେଲା ଖୋଲା ଜାଗାରେ ଅମଡ଼ା ମାଡ଼ି ବେଶ ଘୋରାଏ ବୁଲା। କ'ଣ ହେଲା? ସମସ୍ତେ କାନେଇଛନ୍ତି। ରଣଜିତ ବାବୁ ହସି ହସି କହିଲେ, ଅବଶ୍ୟ ଅତି ପାଖରୁ ତାଙ୍କୁ ଟିକିଏ ଚିହ୍ନିବାକୁ ସୁଯୋଗ ହୋଇଛି ମୋତେ। ତେବେ? ବଳିଦତ୍ତ ଆହୁରି ପାଖକୁ ଚୌକି ଘୋଷାରି ନେଇ ଧନୁ ପରି ବଙ୍କେଇ ଯାଇ ଟାଙ୍କି ହୋଇଛି। ଶ୍ୟାମବାବୁ ତାଙ୍କ ପ୍ରକାଣ୍ଡ ମୁହଁଟିକୁ ଦୁଇ ବଳିଷ୍ଠ ପାପୁଲିରେ ଭରା ଦେଲେଣି। ଅନ୍ୟମାନେ ବୁଲି ପଡ଼ିଛନ୍ତି। ଧୂଆଁ ଛାଡ଼ି ଛାଡ଼ି ରଣଜିତ ବାବୁ କହିଲେ, ନିତାନ୍ତ ମେଳାପି, ନିତାନ୍ତ ସାଧାସିଧା, ମନ ଖୋଲି କଥା କହନ୍ତି। ଅଥଚ ସେହି କଥା ଭିତରେ ଅଛି ଗୋଟିଏ ମନ, ଗୋଟିଏ ହୃଦୟ, ଯାହା ଅମୂଲ୍ୟ, ଅତି ଆଧୁନିକ ରୁଚି। ଚାହାନ୍ତି ସମସ୍ତେ ଖେଳନ୍ତୁ, କ୍ଲବ କରନ୍ତୁ, ଫୁର୍ତ୍ତି କରନ୍ତୁ, ମଉଜ କରନ୍ତୁ। ଅତି ଆଧୁନିକ ରୁଚି। ଚାହାନ୍ତି ସମସ୍ତେ ଖେଳନ୍ତୁ, କ୍ଲବ କରନ୍ତୁ, ଫୁର୍ତ୍ତି କରନ୍ତୁ, ମଉଜ କରନ୍ତୁ। ଏତେ ଦିନକେ ନାଲି ଫିତାର ଶିକୁଡ଼ି ଓ ସମାଜର ମାନ୍ଦା ବୋଝ ହୁଗୁଳେଇବାକୁ ଆମେ ଜଣେ ମଣିଷ ଭଳି ମଣିଷ ପାଇଛୁ। ଜାଣନ୍ତି ତାଙ୍କର ପ୍ରୋଗ୍ରାମ କ'ଣ? ବଡ଼ଠୁ ଛୋଟ ସମସ୍ତଙ୍କ ଘରେ ଚିହ୍ନା ହେବେ, ସମସ୍ତିଙ୍କ ଘରେ କୁଣିଆ ହେବେ ରାତିଏ। ହୋ। ସମସ୍ତେ ସେହି ହସର ପାଳି ଧରିଲେ। ସଭା ଭାଙ୍ଗିଲା। କାଗଜ ଉପରେ ଚର୍ଚର ଚାଲିଲା କଲମ। ସାହେବ ଭଲ।